ଅନେକ ଦେଖିଲେ ଯାହାକୁ ସମ୍ମାନ ପାଇବାକୁ ଇଚ୍ଛା ତାକୁ ଯଦି 100 ଜଣ ଲୋକ ସମ୍ମାନ କରିବେ ତାକୁ ସେଇଟା ଜଣା ପଡ଼ିବନି। ଯୋଉ ଗୋଟିଏ ଲୋକ ସମ୍ମାନ ନ କରିଥିବ ସେ ତାକୁ ହିଁ ଦେଖିବ, ତାକୁ ହିଁ ଗାଳିଗୁଲଜ କରିବ। ତେଣୁ ଏ ଦକ୍ଷ ପ୍ରଜାପତି ତ ହେଉଛନ୍ତି ଦେହାଭିମାନୀ। ତେଣୁ ସିଏ ଆସନରେ ବସି ପଛକୁ ଦେଖିଲେ ଯେ ବ୍ରହ୍ମା ଆଉ ଶିବ ଏଇ ଦି ଜଣ କ'ଣ କରୁଛନ୍ତି ନା ମତେ ସମ୍ମାନ ପ୍ରଦର୍ଶନ କରୁନାହାନ୍ତି। କହିଲେ ବ୍ରହ୍ମା କହିଲେ ଠିକ ଅଛି, କାହିଁକି ନା ସେ ହେଉଛନ୍ତି ମୋର ବାପା। କିନ୍ତୁ ଏ ଶିବ ଆରେ ଏକୁ ତ ମୁଁ ମୋର ଝିଅ ସହିତ ବାହାଘର ଦେଇଛି, ତେଣୁ ଇଏ ହେଉଛି ମୋର ଜୋଇ। ତେଣୁ ଶ୍ୱଶୁର କିଏ ବା ନିଜର ବାପା କିଏ, ଇଏ କାହିଁକି ମତେ ସମ୍ମାନ ପ୍ରଦର୍ଶନ କଲା। ତେଣୁ ଦକ୍ଷ ପ୍ରଜାପତି କ'ଣ କଲେ ନା ରାଗି ଯାଇ ସେଇ ସଭାରେ ସମସ୍ତଙ୍କୁ କହିବାକୁ ଲାଗିଲେ। କ'ଣ କହିଲେ? ହୟନ୍ତୁ ଲୋକ ପାଳନ ଯଶଗ୍ନ ନିରପତ୍ରପ ସଦ୍ବିରାଚରିତ ପନ୍ଥା ଯେନ ସ୍ତବ୍ଧେ ନ ଦୂଷିତ। କହୁଛନ୍ତି ମୁଁ କିଛି ବୁଝିବି, ମୁଁ କିଛି ନ ବୁଝି ନ ବିଚାରି କିମ୍ବା ମୁଁ ଦ୍ୱେଷ ବଶତ କରୁନି। ଯାହାର ଯାହା ଉପରେ ରାଗ ଥିବ ସେ ଯଦି କହିବ ମୁଁ ରାଗି କହୁନି, କିନ୍ତୁ ସେ ଠିକ ରାଗି କହୁଛି। ତେଣୁ ଦକ୍ଷ ପ୍ରଜାପତି କହୁଛନ୍ତି ମୁଁ ଦ୍ୱେଷ ବଶତ ଈର୍ଷା ବଶତ ମୁଁ ରାଗି କହୁନି। କ'ଣ କହୁଛନ୍ତି? ଯୋଉ ଦେବତା ଅଗ୍ନି ଆଦି ସମସ୍ତ ଦେବସେମାନେ ବସିଛନ୍ତି କହୁଛନ୍ତି ଧ୍ୟାନ ଦେଇ ଶୁଣନ୍ତୁ। ବର୍ତ୍ତମାନ ଏଇ ସଭାରେ ଗୋଟେ ସତ୍ପୁରୁଷ ଅସଦ ଆଚରଣ କରିଦେଲେ। ନା କ'ଣ ଅସଦ ଆଚରଣ କରିଦେଲେ? ସତ୍ପୁରୁଷ କ'ଣ ନା ନିରପତ୍ରପ ଯଶଗ୍ନ ନିରପତ୍ର। ଏଇ ନିର୍ଲଜ ଶିବ ଇଏ ଆଜି ଲୋକପାଳ ମାନଙ୍କ ଭିତରେ ଯାହାକୁ କୁହାଯାଉଛି ଲୋକପାଳ, ଆଜି ନିର୍ଲଜ ଶିବ ଆଜି ସମସ୍ତ ସତ୍ପୁରୁଷ ମାନଙ୍କ ଭିତରେ ଏକ ନିନ୍ଦନୀୟ କାର୍ଯ୍ୟ କରିଲେ। ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ଆରେ ଦେବାଦେବୀ ଭଗବାନ ଶିବଙ୍କୁ ଇଏ କରୁଛନ୍ତି ନିର୍ଲଜ, ତାଙ୍କର ନିନ୍ଦା ହେଲା। ଆରେ ତମେ କ'ଣ ଆଗରୁ ଜାଣିନଥିଲ? ଯଦି ଆଗରୁ ଜାଣିନଥିଲ, ଯଦି ଆଗରୁ ଜାଣିଥିଲ ତାହେଲେ ତମେ ତମର କନ୍ୟାକୁ କେମିତି ତାଙ୍କ ସହିତ ବାହା ଦେଉଥିଲ? ସେତେବେଳେ ଦକ୍ଷ ପ୍ରଜାପତି କହିଲେ କ'ଣ କଲେ ନା ମୁଁ ବର୍ତ୍ତମାନ ସଭାକୁ ଆସିବା କ୍ଷଣି ନିର୍ଲଜ ଏ ଯୋଉ ମର୍କଟ ଲୋଚନ ମାଙ୍କଡ ଆଖିଆ ଏଙ୍କର କର୍ତ୍ତବ୍ୟ ଥିଲା ଯେ ଇଏ ଆସନରେ ଉଠି ମତେ ସମ୍ମାନ ପ୍ରଦର୍ଶନ କରିବା କଥା। କାରଣ ମୁଁ ମୋର ମୃଗନୟିନୀ କନ୍ୟାକୁ ବ୍ରହ୍ମାଙ୍କର କଥାରେ ଏଙ୍କ ସହିତ ବିବାହ ଦେଇଥିଲି। ତେଣୁ ଇଏ ହେଉଛନ୍ତି ମୋର ଜୋଇ, ମୁଁ ହେଉଛି ତାଙ୍କର ଶ୍ୱଶୁର। ତେଣୁ ଇଏ ବର୍ତ୍ତମାନ ମତେ ସମ୍ମାନ ପ୍ରଦର୍ଶନ କରିବା କଥା। ଇଏ ସମ୍ମାନ କ'ଣ ପ୍ରଦର୍ଶନ କରିବ? ଇଏ ଆସନରୁ ଉଠି ମତେ ଟିକେ ସମ୍ମାନ ଦେଲାନି କିମ୍ବା ମତେ ପଦେ କଥା ମଧ୍ୟ କହିଲାନି। ଦକ୍ଷ ପ୍ରଜାପତି କହିଲେ। କିଛି ସମୟ ପରେ ଏପରି ଭାବରେ ଅନେକ ନିନ୍ଦା କଲେ। ନିନ୍ଦା ଜଣେ ଯଦି ଆଉ ଜଣଙ୍କ ଉପରେ ରାଗ କରି ଯଦି କିଛି କହୁଥିବ, ଅନ୍ୟ ପକ୍ଷରୁ ଯଦି କୌଣସି ରିଆକ୍ସନ ନ ଆସିଲା ଏ ଲୋକଟା ଆହୁରି ରାଗିଯିବ। ତେଣୁ ଦକ୍ଷ ପ୍ରଜାପତି ଦେଖୁଛନ୍ତି ଶିବ ଯେତେବେଳେ ନ ରାଗିଲେ, ତେଣୁ ଇଏ ହାତରେ ଜଳ ଧରିକି ଅଭିଶାପ ଦେଲେ। କ'ଣ ଅଭିଶାପ ଦେଲେ? ଅୟନ୍ତୁ ଦେବ ଯଜନ ଇନ୍ଦ୍ର ଉପେନ୍ଦ୍ରାଦି ବିର୍ଭବ ସହଭାଗଂ ନ ଲଭତାଂ ଦେବୈ ଦେବ ଗଣାଧ। ଅୟନ୍ତୁ ଦେବ ଯଜନ ଇନ୍ଦ୍ର ଉପେନ୍ଦ୍ରାଦି ଭବ। ଆଜିଠାରୁ ଇନ୍ଦ୍ର ଉପେନ୍ଦ୍ରାଦି ସମସ୍ତ ଦେବତା ମାନଙ୍କ ସହିତ ଶିବଙ୍କର ଯଜ୍ଞରେ ଭାଗ ରହିବ ନାହିଁ, ମୁଁ ଅଭିଶାପ ଦେବି। ଯେତେବେଳେ ଏଭଳି ତାଙ୍କୁ ଅଭିଶାପ ଦେଲେ ଏବଂ ନିନ୍ଦନୀୟ କଥା ମଧ୍ୟ କହିଲେ, ନିନ୍ଦନୀୟ କଥା ବହୁତ କହିଛନ୍ତି। କ'ଣ କହିଲେ ନା ଇଏ ହେଉଛି ଅପବିତ୍ରତା ଏ ଶିବ। କାହିଁକି? ଇଏ ରହୁଛି କୋଉଠି ନା ଇଏ ମଶାଣିରେ ରହୁଛି, ଦେହ ସାରା ପାଉଁଶ ବୋଳି ହେଉଛି, ବେକରେ ଗୋଟେ ସାପ ଧରିକି ବୁଲୁଛି। ଇଏ ହେଉଛି ଅପବିତ୍ର। ୟା ନାଁ କିଏ ଦେଲା? ଶିବ। ଶିବର ଅର୍ଥ ହେଉଛି ମଙ୍ଗଳ। ଯଦି ମତେ କିଏ କହିବ ମୁଁ ୟାର ନାଁ ଦେଇଦେବି ଅଶିବ। ଏଭଳି ଭାବରେ ନିନ୍ଦା କଲେ। ନିନ୍ଦା ପରେ ପୁଣି ଅଭିଶାପ ଦେଇଦେଲେ ଆଜିଠୁ ଏକୁ ଯଜ୍ଞ ଭାଗ୍ୟ ମିଳିବ ନାହିଁ। ତେଣୁ ଶିବଙ୍କ ସହିତ ଯୋଉ ତାଙ୍କର ଅନୁଚର ମାନେ ହେଇଥିଲେ ନନ୍ଦୀ ସହିପାରିଲେ ନାହିଁ। ନନ୍ଦୀ ସାଙ୍ଗେ ସାଙ୍ଗେ ଛିଡ଼ା ହେଇପଡ଼ି କହିଲେ, ଏ ଦକ୍ଷ ପ୍ରଜାପତି ତୁ ଛେଳିଙ୍କ ଭଳିଆ ମେ 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 ହେଇ ତୁ ଭଗବାନ ଶିବଙ୍କୁ ଚିହ୍ନି ପାରୁନୁ, ସେ ହେଉଛନ୍ତି ପରମ ବୈଷ୍ଣବ, ତୁ ତାଙ୍କୁ ନିନ୍ଦା କରୁଛୁ। ଯୋଉ ମୁହଁରେ ତୁ ଭଗବାନ ଶିବଙ୍କର ନିନ୍ଦା କରୁଛୁ, ଖୁବ୍ ଶୀଘ୍ର ତୋର ସେଇ ମୁହଁଟା ଛେଳି ମୁହଁ ହେଇଯିବ। ଅଭିଶାପ ଦିଅ। ସେତେବେଳେ ଦକ୍ଷ ପ୍ରଜାପତିଙ୍କ ପାଖରେ ଭୃଗୁ ଆଦି ସବୁ ବ୍ରାହ୍ମଣ ମାନେ ବସିଥିଲେ। ଭୃଗୁ ମଧ୍ୟ ଛିଡ଼ା ହେଇକି ଅଭିଶାପ ଦେଲେ। କ'ଣ ହେଲା? ତମେ ଦକ୍ଷ ପ୍ରଜାପତିଙ୍କୁ ଅଭିଶାପ ଦେଲ, ଆମେ ମଧ୍ୟ ତମକୁ ଅଭିଶାପ ଦଉଛୁ। ଆଜିଠାରୁ ଯୋଉମାନେ ଶିବ ଭକ୍ତ ହେବେ
ସେମାନେ ସମସ୍ତେ ପାଷଣ୍ଡି ହେଇଯିବେ, ଗଞ୍ଜେଇ ଫିକ୍ସରୁ ଘଡ଼ିବେ। ସେ ମଧ୍ୟ ଅଭିଶାପ ଦେବ। ଶିବ ଭକ୍ତ ଯିଏ ହବ ସେ କିଛି ଧର୍ମ ନିୟମକୁ ମାନିବ ନାହିଁ, ପାଷଣ୍ଡ ମାନିବ। ସେତେବେଳେ ନନ୍ଦୀଙ୍କ ପାଖରେ ଯେତେ ସବୁ ଅନୁଚର ଥିଲେ ସେମାନେ ମଧ୍ୟ ଛିଡ଼ା ହେଇପାରିବେ, କହିଲେ ଆଜିଠୁ ଆମେ ମଧ୍ୟ ଭୃଗୁ ଆଦି ଯେଉଁ ବ୍ରାହ୍ମଣ ମାନଙ୍କୁ ନନ୍ଦୀ ଆଦି ଅନୁଚର ମାନେ ସେମାନେ ବି ଅଭିଶାପ ଦେବେ, କହିଲେ ଆମେ ମଧ୍ୟ ତମ ବ୍ରାହ୍ମଣ ମାନଙ୍କୁ ଅଭିଶାପ ଦେଉଛୁ। ଯେଉଁମାନେ ଦାନୁଆ ବ୍ରାହ୍ମଣ ସେମାନେ କ'ଣ କରିବେ, ଯେଉଁମାନେ ପୂଜା ପାଠ କରନ୍ତି, ତମେ ଯେତେ ମଧ୍ୟ ଅର୍ଥ ରୋଜଗାର କଲେ ତାହା କେବଳ କ'ଣ ହବ ନା ତମର କୁଟୁମ୍ବ ପୋଷଣ ସିନା କରିବ, କୌଣସି ପରମାର୍ଥ ଦିଗରେ ଲାଗିପାରିବ ନାହିଁ। ଜୀବନ ସାରା ତମେ ଭିକ ମାଗିକି ଚଳିବ ସିନା, ଯେତେ ମିଳିଲେ ମଧ୍ୟ ତମର ଅତୃପ୍ତ ହେଇଥିବ। ଇଏ ମଧ୍ୟ ଅଭିଶାପ ଦେବେ। ଶିବଜୀ କି ଖରାପ ଲାଗିଲା। ଶିବଜୀ ଯେତେବେଳେ ଖରାପ ଲାଗିଲା, ଶିବଜୀ ସେଠୁ ଆସନରୁ ଉଠି ପଡ଼ିଲେ, କିଛି କାହାକୁ ନ କହି ସିଧା କ'ଣ କଲେ ନା ସେ ପଳେଇଗଲେ। ବହୁତ ଦିନ ବିତିଗଲା, ବହୁତ ଦିନ। ଦକ୍ଷ ପ୍ରଜାପତି କି ୟା ଭିତରେ ବ୍ରହ୍ମା କ'ଣ କଲେ ନା ଦକ୍ଷ ମାନଙ୍କର ସେ ଅଧିପତି କରିଦେଲେ। ତେଣୁ ତାଙ୍କର ଆହୁରି ଗର୍ବ ବଢିଗଲା। ତେଣୁ ସେ ଜାଣି ଗୋଟେ ବାଜପେୟ ଯଜ୍ଞ କଲେ, ଯୋଉ ଯଜ୍ଞକୁ ସେ ସମସ୍ତ ଦେବତା ମାନଙ୍କୁ ବ୍ରହ୍ମର୍ଷି ମାନଙ୍କୁ ଡାକିଲେ, କେବଳ ଶିବଙ୍କୁ ଛାଡ଼ି। ତେଣୁ ସମସ୍ତ ଦେବତା ମାନେ କ'ଣ କଲେ ନା ଆକାଶରେ ସବୁ ଯାଉଛନ୍ତି, ସମସ୍ତ ଦେବତା ମାନେ ମଧ୍ୟ ବଡ଼ ଚାଲା। ସେମାନେ ଜାଣି ଜାଣି କ'ଣ କରୁଛନ୍ତି ନା କୈଳାସ ପର୍ବତ ଦେଇକି ଯାଉଛନ୍ତି। କୈଳାସ ପର୍ବତ ସେମାନେ ଯେତେବେଳେ କୈଳାସ ପର୍ବତ ଦେଇ ଯାଉଛନ୍ତି, ସେଠି ସତୀଦେବୀ ଅଛନ୍ତି। ସତୀଦେବୀ ଦେଖୁଛନ୍ତି ଆକାଶ ମାର୍ଗରେ ସମସ୍ତ ଦେବତା ମାନେ ତାଙ୍କର ସ୍ତ୍ରୀ ମାନଙ୍କୁ ଧରି ବିଭିନ୍ନ ସୁନା ଗଣା ସବୁ ପିନ୍ଧି ସେମାନେ ସବୁ ଯାଉଛନ୍ତି। ତେଣୁ ସେ ପଚାରିଲେ ସତୀଦେବୀ କ'ଣ ଯାଉଛି? ସେତେବେଳେ ଦେବତା ମାନଙ୍କର ସବୁ ପତ୍ନୀ ମାନେ କହିଲେ, ଅପ୍ସରା ମାନେ କହିଲେ, ତମକୁ ଜଣା ନାହିଁ? ତମର ବାପା ପରା ଯଜ୍ଞ କରୁଛନ୍ତି, ଆମକୁ ସବୁ ନିମନ୍ତ୍ରଣ କରୁଛନ୍ତି, ଆମେ ଯାଉଛୁ, ଆଉ ତମେ କ'ଣ ଜାଣିନ? ସତୀଦେବୀ ଜାଣିନଥିଲେ, କିନ୍ତୁ କାଳେ ସେମାନେ ଭାବିବେ ନିଜ ଝିଅଟାକୁ ସେ ନିମନ୍ତ୍ରଣ ଦେଇନାହାନ୍ତି। କହିଲେ ହଁ ହଁ ବାପା କହିଛନ୍ତି ଯେ ଆମର ମନେ ନଥିଲା, ଭୁଲି ଯାଇଥିଲା, ଆପଣମାନେ ଚାଲନ୍ତୁ, ମୁଁ ମଧ୍ୟ ଯିବି। ତେଣୁ ସତୀଦେବୀ ସେତେବେଳେ ଆସିଲେ, ଆସିକି ଭଗବାନ ଶିବଙ୍କୁ କହିଲେ, କ'ଣ କହିଲେ କହୁନାହାନ୍ତି? ମୋର ପିତା କହିଲେ, ମୁଁ ଶୁଣିଲି ତମର ଶ୍ୱଶୁର କାଳେ ଗୋଟେ ଯଜ୍ଞ ଗୋଟେ କରୁଛନ୍ତି, ଆଉ ଯଜ୍ଞକୁ ସମସ୍ତ ଦେବତା ମାନେ ତାଙ୍କର ସ୍ତ୍ରୀଙ୍କ ସହିତ ବ୍ରହ୍ମର୍ଷି ମାନେ